ସ୍ୱାମୀଜୀ ହରିଓମ। ହରିଓମ କୁହନ୍ତୁ। ଜୀବ ଓ ଈଶ୍ୱରର କନେକ୍ସନ କ'ଣ ସ୍ୱାମୀଜୀ? କେମିତି କଲେକ୍ସନ ନା କନେକ୍ସନ? କନେକ୍ସନ ହଁ ମାନେ ହାଉ ଇଟ୍ ଇଜ ରିଲେଟେଡ, ହାଉ ଇଟ୍ କନେକ୍ଟେଡ ହଁ। ସ୍ୱାମୀଜୀ ଟିକେ ଟୁ ନୋ ଦିସ୍ ଆପଣଙ୍କୁ ପ୍ରଥମେ ଜାଣିବାକୁ ପଡ଼ିବ ଯେ ଈଶ୍ୱର କ'ଣ ଏବଂ ଜୀବ କ'ଣ। ତେବେ ଯାଇକରି ଆପଣ ସିଦ୍ଧାନ୍ତକୁ ଆସିପାରିବେ ଯେ ଈଶ୍ୱର ଏବଂ ଜୀବ ସମ୍ବନ୍ଧରେ, ଈଶ୍ୱର ଏବଂ ଜୀବ ଭିତରେ ସମ୍ପର୍କ କ'ଣ। ପ୍ରଥମେ ଜାଣିବାକୁ ପଡ଼ିବ ଯେ ଈଶ୍ୱର କ'ଣ। ଈଶ୍ୱର କ'ଣ? ବେଦାନ୍ତର ଭାଷାରେ ଈଶ୍ୱର ଏକ ବ୍ୟକ୍ତି ନୁହନ୍ତି। ଈଶ୍ୱର ହେଉଛନ୍ତି ଏକ ସମ୍ ଟୋଟାଲ। ଈଶ୍ୱର ହେଉଛନ୍ତି ଏକ ସମ୍ ଟୋଟାଲ। ସମ୍ ଟୋଟାଲ ଅଫ୍ ଅଲ୍ ପ୍ରାଜ୍ଞ ଇଜ୍ କଲ୍ଡ ଈଶ୍ୱର। ସମ୍ ଟୋଟାଲ ଅଫ୍ ଅଲ୍ ପ୍ରାଜ୍ଞ ଇଜ୍ କଲ୍ଡ ଈଶ୍ୱର। ପ୍ରାଜ୍ଞ ମାନେ କ'ଣ? କାରଣ ଶରୀର। ମନୁଷ୍ୟର ତିନିଟା ଅବସ୍ଥା ଥାଏ, ଗୋଟେ ସ୍ଥୂଳ, ଗୋଟେ ସୂକ୍ଷ୍ମ, ଗୋଟେ କାରଣ। ସ୍ଥୂଳ ଯାହା ଦେଖାଯାଇପାରେ, ସୂକ୍ଷ୍ମ ଯାହା ଭିତରେ ଥାଏ, 17ଟା ଉପାଦାନରେ ନିର୍ମିତ, ପଞ୍ଚ ପ୍ରାଣ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ମନୋବୁଦ୍ଧିଶ୍ଚେତି ସପ୍ତଦଶକಂ ଲିଙ୍ଗମ ହିରଣ୍ୟଗର୍ଭ ଭୌତିକମ ହିରଣ୍ୟଗର୍ଭ ଇତି ଉଚ୍ୟତେ। ଏତତ୍ ସୂକ୍ଷ୍ମ ଶରୀର ଆତ୍ମାର। ତ ମନୁଷ୍ୟରେ ଯେଉଁ 17ଟା ଉପାଦାନକୁ କୁହାଯାଏ ସୂକ୍ଷ୍ମ ଶରୀର। ଆଉ ଅଜ୍ଞାନ ହେଉଛି କାରଣ ଶରୀର। ଅଜ୍ଞାନ ଥିଲେ ସୂକ୍ଷ୍ମ ଥାଏ, ସ୍ଥୂଳ ଥାଏ। ଯେତେବେଳେ ଅଜ୍ଞାନ ନାହିଁ, ଜୀବ ବ୍ରହ୍ମ ହେଇଯାଉଛି ଜ୍ଞାନ ଜରିଆରେ, ସେତିକିବେଳେ ନା ସ୍ଥୂଳ ଅଛି, ନା ସୂକ୍ଷ୍ମ ଅଛି, ନା କାରଣ ଅଛି। ତେଣୁ ଜୀବମାନେ ସେଇ ଏକ ଏବଂ ଅଦ୍ୱିତୀୟ ଚୈତନ୍ୟର ଏକ ଆଚ୍ଛନ୍ନ ବା ଏକ ଆବଦ୍ଧ ସ୍ଥିତିକୁ ଜୀବ ବୋଲି କୁହାଯାଏ। ଚୈତନ୍ୟର ଏକ ଆବଦ୍ଧ ସ୍ଥିତି, ୟାକୁ କୁହାଯାଏ, ସଂସ୍କୃତରେ କୁହାଯାଏ ପରିଚ୍ଛନ୍ନ ଚୈତନ୍ୟ ଜୀବ ଇତି ଉଚ୍ୟତେ। ସେଇ ଚୈତନ୍ୟ ଚେତନା ଯେ ଏକ ଏବଂ ଅଦ୍ୱିତୀୟ, ସେ ଯେତେବେଳେ ନାମ ଏବଂ ରୂପରେ, ଶରୀର ଏବଂ ରୂପରେ ଆବଦ୍ଧ ହୋଇଯାଏ, ତାକୁ କୁହାଯାଏ ଜୀବ, ଯାହାର 6ଟି ଲକ୍ଷଣ ଥାଏ। ଗୋଟିଏ ହେଲା ଜାୟତେ, ସ୍ଥିୟତେ, ବର୍ଦ୍ଧତେ, ବିପରିଣତେ, ମ୍ରିୟତେ, ନଶ୍ୟତେ। ଏଇ 6ଟା ଲକ୍ଷଣ ଥିବା ସତ୍ତାକୁ ଜୀବ ବୋଲି କୁହାଯାଏ, ଯାହା ଚୈତନ୍ୟର ଏକ ମାନେ ଏକ ପରିଚ୍ଛିନ୍ନତା ମାତ୍ର। ତେଣୁ ଜୀବ ମାନେ ପରିଚ୍ଛିନ୍ନ ଚୈତନ୍ୟ, ଈଶ୍ୱର ମାନେ ଅପରିଚ୍ଛିନ୍ନ ଚୈତନ୍ୟ ଥ୍ରୁ ମାୟା। ତେଣୁ ସେଇ ଈଶ୍ୱର ଯେତେବେଳେ ମାୟାର ଉର୍ଦ୍ଧ୍ୱରେ ଥାଏ, ସେ ଯେତେବେଳେ ନାମ ଏବଂ ରୂପର ମାୟାର ଜରିଆରେ ନାମ ଏବଂ ରୂପ ଭିତରେ ଆବଦ୍ଧ ହୋଇଯାଏ, ତାକୁ କୁହାଯାଏ ଜୀବ। ଅବିଦ୍ୟାର ଜରିଆରେ ଜୀବ, ମାୟାର ଜରିଆରେ ଈଶ୍ୱର। ଈଶ୍ୱରଙ୍କର ମଧ୍ୟ ସେମିତି ପ୍ରକାରର ଉପାଧି ଅଛି ମାୟାର ଜରିଆରେ, ଆଉ ଅବିଦ୍ୟା ଜରିଆରେ ଜୀବର ମଧ୍ୟ ସେ ପ୍ରକାର ଉପାଧି ଅଛି। ଆଉ ଯେହେତୁ ଦୁଇ ଜଣଙ୍କର ଉପାଧି ଅଛି, ଗୋଟିଏ ମାୟାର ଜରିଆରେ, ଗୋଟିଏ ଅବିଦ୍ୟାର ଜରିଆରେ, ତେଣୁ ମାୟାର ଜରିଆରେ କୁହାଯାଏ ଈଶ୍ୱର, ଆଉ ଅବିଦ୍ୟା ଜରିଆରେ କୁହାଯାଏ ଜୀବ। ତେଣୁ ଦୁଇଟି ସତ୍ତା ଏକ ଏବଂ ଅଭିନ୍ନ, ଯଦି ମାୟା ଏବଂ ଅବିଦ୍ୟାକୁ ଦୂରେଇ ଦିଆଯାଏ। ତେଣୁ ଜୀବ ଏବଂ ଈଶ୍ୱର ଭିତରେ ସମ୍ପର୍କ ହେଲା ଏହା। ସେ ଏକ ସର୍ବବ୍ୟାପକ ଏବଂ ଏହା ଏକ ବ୍ୟକ୍ତିତ୍ୱ ହେଲା। ସ୍ୱାମୀଜୀ, ହଁ, ଅବିଦ୍ୟା ଆଉ ମାୟା ପ୍ରାୟ ସମାନ ତ ସ୍ୱାମୀଜୀ? ସମାନ ନୁହେଁ, ଟିକେ କ୍ୱାଲିଟି ବେଶୀ। ବିଦ୍ୟାଟି ଟିକେ ରଜଗୁଣାତ୍ମକ ବେଶୀ, ଅବିଦ୍ୟାଟି, ମାୟାଟି ଟିକେ ରଜଗୁଣ ଏବଂ ସତ୍ୱଗୁଣର ମାତ୍ରା କମ୍, ସତ୍ୱ ପ୍ରଧାନ। ମାୟାଟା ହେଉଛି ସତ୍ୟ ପ୍ରଧାନ, ସତ୍ୱଗୁଣ ବେଶୀ, ରଜତମ କମ୍। ଆଉ ଅବିଦ୍ୟାରେ ରଜଗୁଣ ତମଗୁଣ ବେଶୀ, ସତ୍ୱଗୁଣ କମ୍। ତେଣୁ ଈଶ୍ୱର ହେଉଛନ୍ତି ମାୟା ଉପରେ ବ୍ରହ୍ମଙ୍କର ପ୍ରତିଫଳନ, ସତ୍ୱଗୁଣ ସମ୍ପନ୍ନ ବେଶୀ, ସତ୍ୟ ପ୍ରଧାନ। ଅୟମ୍ ଉପାଧି ବିଶିଷ୍ଟ ଗୁଣତୟା ନିର୍ମଳ ସତ୍ୟ ପ୍ରଧାନ, ସତ୍ୟ ପ୍ରାଧାନ୍ୟ ବେଶୀ। ଆଉ ଜୀବ ଏବଂ ଜଗତ ଭିତରେ ରଜ ଏବଂ ତମ ଗୁଣର ପ୍ରାଧାନ୍ୟ ବେଶୀ। ତେଣୁ ଯେହେତୁ ସତ୍ୱଗୁଣ ପ୍ରାଧାନ୍ୟ ବେଶୀ, ତାକୁ କୁହାଯାଏ ମାୟା।
ରଜ ଏବଂ ତମ ଗୁଣ ବେଶୀ ଥିବାରୁ ତାକୁ କୁହାଯାଏ ଅବିଦ୍ୟା। ବ୍ରହ୍ମଙ୍କର ଅବିଦ୍ୟା ଉପରେ ପ୍ରତିଫଳନ ଜୀବ ଏବଂ ଜଗତ ଓ ବ୍ରହ୍ମଙ୍କର ମାୟା ଉପରେ ପ୍ରତିଫଳନ ଈଶ୍ୱର। ଓକେ। ବହୁତ ଧନ୍ୟବାଦ ସ୍ୱାମୀଜୀ। ଆଉ ଗୋଟେ